ହ୍ୟାଲୋ ସାଙ୍ଗମାନେ, ଜୟ ଜଗନ୍ନାଥ। ଏଇଟା ମୁଁ ବନେଇବାକୁ ଯାଉଛି ଏମିତି ଗୋଟିଏ ନୂଆ ରେସିପି ଯାହାକି ଘରେ ଅତି ସହଜରେ ମିଳିପାରୁଥିବା ଜିନିଷରେ ତିଆରି ହେଇଛି। ତ ଚାଲନ୍ତୁ ଦେଖିନେବା ଏହାର ପ୍ରସ୍ତୁତି ପ୍ରଣାଳୀ। ଏଠି ମୁଁ ନେଇଯାଇଛି 2 ଲିଟର କ୍ଷୀର। 2 ଲିଟର କ୍ଷୀରରେ ଆମେ 1 କପ୍ ଚିନି ଦେଇଦେବା ଏବଂ ୟାକୁ ଭଲ ଭାବରେ ଫେଣ୍ଟି ନେବା। କ୍ଷୀରକୁ ଆମେ ଏଇଭଳି ଭାବରେ ଲୋ ଟୁ ମିଡ଼ିୟମ୍ ଫ୍ଲେମ୍ରେ 15-20 ମିନିଟ୍ ପର୍ଯ୍ୟନ୍ତ ଫୁଟେଇ ନେବା ଏବଂ ୟାକୁ ଏଇଭଳି ଭାବରେ ଲଗାତାର ଘାଣ୍ଟିବା। କ୍ଷୀର ଆମର ବଢ଼ିଆ ଭାବରେ ଫୁଟୁଛି। ଏଇଭଳି ଭାବରେ ଆମେ ଆଉ ଟିକେ ଆକୁ ଫୁଟେଇ ନେବା। ଏବେ କ୍ଷୀର ଦେଖନ୍ତୁ ଅଧା ପର୍ଯ୍ୟନ୍ତ ମରିଯାଇଛି। ଏବେ ଆହୁରି କ୍ଷୀରଟି ମରିବ, ତେଣୁ ଆଉ ଟିକେ ଲଗାତାର ଚଲେଇବା। କ୍ଷୀରଟି ଆମର 3 ଭାଗରୁ ଭାଗ ହେଇଯାଇଛି। ଏବେ ଆମେ ଦେଇଦେବା ଭିନେଗାର କିଛି। ଭିନେଗାର ଟିକେ ଦେଇଦେଲେ ଏଇଟା କ୍ଷୀରଟା ଟିକେ ଜଷ୍ଟ ଛିଡ଼ିଲା ଭଳିଆ ହେଇଯିବ ଏବଂ ଟିକେ ପାଟିକି ମିଠାଟା ଦାନା ଦାନା ଲାଗିବ ଖାଇଲା ବେଳେ। କ୍ଷୀର ଆମର ଦେଖନ୍ତୁ ଭଲ ଭାବରେ ମରିଯାଇଛି। ଏବେ ଦେଖନ୍ତୁ ଏଇଭଳି ଭାବରେ ତଳୁ ତଳୁ ଘାଣ୍ଟି ଘାଣ୍ଟି ଚଲେଇ ନେବା, ଯେମିତି କ୍ଷୀର ଆଉ ତଳେ ଲାଗିଯିବନି। ଏବେ ମିଠାଇ ଆମର ରେଡ଼ି ହେଇଯାଇଛି। ଏବେ ଆମେ ଏଟାକୁ ପ୍ଲେଟ୍କୁ ଟ୍ରାନ୍ସଫର୍ କରିନେବା ଏବଂ ତାକୁ ଥଣ୍ଡା ହେବା ପାଇଁ ଛାଡ଼ି ନେବା। ଏବେ ଆମକୁ ପ୍ଲେଟ୍କୁ ବାହାର କରି ନେଇଛେ ଏବଂ ୟାକୁ ଖେଳେଇ ନେବା ଏବଂ ଫ୍ରିଜ୍ରେ 2-3 ଘଣ୍ଟା ପାଇଁ ସେଟ୍ ହେବା ପାଇଁ ତାକୁ ଛାଡ଼ିଦେବା। ଏଇଟା 2-3 ଘଣ୍ଟା ଫ୍ରିଜ୍ରେ ରଖିଦେଇଥିଲି। ଏବେ ଏଇଟା ସେଟ୍ ହେଇଯାଇଛି। ଏବେ ଆମେ ତାକୁ କଟ୍ କରିନେବା। ଏବେ ଆମର ରେଡ଼ି ହେଇଯାଇଛି କାଲାକାନ୍। ଏ ମିଠାଟି ବହୁତ ଟେଷ୍ଟି ହେଇଥାଏ। ଆପଣ ଘରେ ନିଶ୍ଚୟ ଥରେ ଟ୍ରାଏ କରନ୍ତୁ, ଆପଣଙ୍କୁ ନିଶ୍ଚୟ ବହୁତ ଭଲ ଲାଗିବ। ଆଉ ଏତେ ଟେଷ୍ଟିଟା ମୁହଁରେ ଆପଣ ଦଉ ଦଉ ପୁରା ପାଟିରେ ମିଳେଇଯିବ। ଯଦି ଆପଣଙ୍କୁ ଏ ରେସିପିଟି ଭଲ ଲାଗିଥାଏ ତେବେ ଲାଇକ୍, ସେୟାର, କମେଣ୍ଟ ଏବଂ ସବସ୍କ୍ରାଇବ୍ ନିଶ୍ଚୟ କରନ୍ତୁ।